ଜୟ ଜଗନ୍ନାଥ ସାଙ୍ଗମାନେ। ସକାଳୁ ଉଠି ବାହାରି ଗଲି ମୁଁ ଜିମ୍କୁ। ଆଜି ଥିଲା ମୋ ଜିମ୍ରେ ଲେଗ୍ ୱାର୍କଆଉଟ୍। ଲେଗ୍ ଇଞ୍ଜୁରୀ ପରେ ଲେଗ୍ ୱାର୍କଆଉଟ୍ କରିବାରେ ଟିକେ ଡର ଲାଗୁଛି। ତଥାପି ଲେଗ୍ ୱାର୍କଆଉଟ୍ ସାରି ଆଜି ମା ବନେଇଥିଲା ଚକୁଳି ପିଠା। ଗରମ ଗରମ ଚକୁଳି ବାପା ସହ ବସି ଖାଇଲି। ତାପରେ ବାଦଲ ପାଖକୁ ଗଲି ଗାଡ଼ି ଠିକ୍ କରିବା ପାଇଁ। ଗାଡ଼ି ଠିକ୍ କରି ଆଜି ବାପା ମା ମୁଁ ବସି 3 ଜଣ ସାରା ଲଞ୍ଚ କଲୁ। ଟିକେ ରେଷ୍ଟ କରିସାରିଲା ପରେ ବାହାରି ଗଲୁ କାଳିଆ ପାଖକୁ। କାଳିଆ ଦର୍ଶନ କରିସାରି ଆଜି ଥିଲା ମୋ ବାପା ମାଆଙ୍କ ଆନିଭର୍ସରୀ। ଟିକେ ତ ଫଟୋ ଉଠେଇବୁ ନା, ଫଟୋ ଦେଖିବାର ଅଛି ମୋ ଇନଷ୍ଟାଗ୍ରାମରେ ଟିକେ ଚେକ୍ କରନ୍ତୁ। ଆଉ ହଁ, ଆଜି ଥିଲା ପ୍ରଭୁଙ୍କ ରୁଦ୍ରନାରାୟଣ ବେଶ। ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳାରେ ହେରା ପଞ୍ଚମୀ ବିଶେଷ ସ୍ଥାନ ଅଧିକାର କରିଛି। ଜଗନ୍ନାଥ ତାଙ୍କ ମାଉସୀ ଗୁଣ୍ଡିଚା ମାଙ୍କ ଘରକୁ 9 ଦିନ ପାଇଁ ଆସିଛନ୍ତି। ସାଙ୍ଗରେ ତାଙ୍କ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ଆସିଛନ୍ତି। କିନ୍ତୁ ସାଙ୍ଗରେ ପ୍ରାଣପ୍ରିୟା ପତ୍ନୀ ଶ୍ରୀଲକ୍ଷ୍ମୀଙ୍କୁ ନେଇନାହାନ୍ତି। ତେଣୁ ଶ୍ରୀଲକ୍ଷ୍ମୀ ମା ଗୁଣ୍ଡିଚାଙ୍କ ଘରକୁ ଆସି ଜଗନ୍ନାଥଙ୍କୁ ଗାଳି ଦେବା ସହିତ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଦେଲେ। ଏହାକୁ ହେରା ପଞ୍ଚମୀ କୁହାଯାଏ।